ଛୁରାମାଡ଼ରେ ଜଣେ ମୃତ, 2 ଜଣ ଗୁରୁତର ଭାବେ ଆହତ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୂଆପଡ଼ାଠାରେ ବଚସାରୁ ଛୁରାମାଡ଼। ଜଣେ ମୃତ, 2 ଜଣ ଗୁରୁତର ଭାବେ ଆହତ। 2 ଗୁରୁତର ଆହତ ବ୍ୟକ୍ତିଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ମୃତକ ହେଲେ ବିନିକା ସହର ନୂଆପଡ଼ାର 29 ବର୍ଷୀୟ ସୋମନାଥ ମେହେର। ଅନ୍ୟମାନେ ବିନିକା ସହର ହରିଜନପଡ଼ାର ବୋଲି ଜଣାପଡ଼ିଛି। ଟୁନୁ ରଣବିଡ଼ା 17, ହରିଜନପଡ଼ା ଅମିତ ଭରାସାଗର 18। ହରିଜନପଡ଼ା ରାକେଶ ଭେସ୍ରା 17 ବର୍ଷଙ୍କ ସହିତ ନୂଆପଡ଼ାର ସୋମନାଥ ମେହେରଙ୍କର କୌଣସି କାରଣ ନେଇ ବଚସା ହୋଇଥିଲା। ହରିଜନପଡ଼ାର 3 ଜଣ ମିଶି ନୂଆପଡ଼ାର ସୋମନାଥ ମେହେରଙ୍କୁ ଆକ୍ରମଣ କରିଥିଲେ। ସୋମନାଥ ମେହେର ମୃତ ହୋଇଥିବା ବେଳେ ହରିଜନପଡ଼ାର ଟୁନୁ ରଣବିଡ଼ା ଓ ଅମିତ ଭରାସାଗରକୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି। ରାକେଶ ଭେସ୍ରା ବିନିକା ଡାକ୍ତରଖାନାରେ ଆଶୁ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି। ବିନିକା ପୁଲିସ ବିନିକା ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଛି। ଡାକ୍ତରଖାନାରେ ପୁଲିସ ମୁତୟନ ଅଛନ୍ତି। ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ। ପ୍ରକୃତ କାରଣ ଜଣାପଡ଼ିନାହିଁ। ବ୍ୟୁରୋ ରିପୋର୍ଟ, ଏକାମ୍ର ମିଡ଼ିଆ ନ୍ୟୁଜ୍।